ପୂର୍ବରୁ ଆମେମାନେ ଅଲରେଡ଼ି ଦେଖି ସାରିଛେ ଯେ ଶବ୍ଦ ସମ୍ପର୍କରେ ଶବ୍ଦର ସଂଜ୍ଞା ସ୍ୱରୂପ ତଥା ତାହାର ପ୍ରକାରଭେଦ ସମ୍ପର୍କରେ। ବର୍ତ୍ତମାନ ଆମେ ଦେଖିବା ବର୍ଣ୍ଣଶୁଦ୍ଧି ସମ୍ପର୍କରେ। ତ ବର୍ଣ୍ଣଶୁଦ୍ଧି କାହିଁକି ଆବଶ୍ୟକ? ଯେତେବେଳେ ଆମେ ଲେଖୁଛେ ସେତେବେଳେ ନିଶ୍ଚିତ ଭାବରେ ଅନେକ ଗୁଡ଼ିଏ ବର୍ଣ୍ଣଶୁଦ୍ଧି ହୋଇଥାଏ, ଜାଣ ତ ଅଜାଣତରେ ହୋଇଯାଇଥାଏ। ସେଥିପାଇଁ ଆମେ ବର୍ଣ୍ଣଶୁଦ୍ଧି, ଯାହାଫଳରେ ପଢ଼ିବା ଲେଖିବାରେ ମଧ୍ୟ ସଠିକ୍ ହେବା ଆବଶ୍ୟକ। ତ ବର୍ଣ୍ଣଶୁଦ୍ଧି ଭାବ ପ୍ରକାଶର ମାଧ୍ୟମ ହେଉଛି ଭାଷା। ମଣିଷର ଏକ ସ୍ୱତନ୍ତ୍ର ବିଭବ ହେଉଛି ଭାଷା, ଯାହା ତାକୁ ଅନ୍ୟ ମଣିଷ ସହ ଯୋଗାଯୋଗ କରିବାରେ ସହାୟତା କରିଥାଏ। କ'ଣ ନା ଭାଷା। ଏହି ପ୍ରକ୍ରିୟା ମାଧ୍ୟମରେ ମଣିଷ ସାମାଜିକ ରୂପାନ୍ତରିତ ଆଡ଼କୁ କ୍ରମଶଃ ଗତି କରେ। ଭାଷା ଗୋଟିଏ କଷ୍ଟକର ବ୍ୟାପାର। ଏହାକୁ ଜାଣିବାକୁ ବୁଝିବାକୁ ହେଲେ ସେହି ଭାଷାର ବ୍ୟାକରଣ ଜ୍ଞାନ ଆହରଣ କରିବା ନିତାନ୍ତ ଜରୁରୀ। ଅର୍ଥାତ୍ ଭାଷା ଗୋଟିଏ କଷ୍ଟକର ବ୍ୟାପାର ଅଟେ। ଯଦି ତାକୁ ଜାଣିବାକୁ ହୁଏ, ତାକୁ ବ୍ୟାକରଣ ଜ୍ଞାନ ଆହରଣ କରିବାକୁ ପଡ଼ିବ। ସେମାନଙ୍କ ଜୀବନ ଉପରେ ଭାଷାର ପ୍ରଭାବ ଅତୁଳନୀୟ। ଭାଷା ଗୋଟିଏ ଜୀବନ୍ତ ପ୍ରକ୍ରିୟା। ଏହା ଚିରନ୍ତନ। ଏହା ନଈ ପରି ପ୍ରବାହିତ। ଏହାକୁ ଅର୍ଜନ କଲେ ଜ୍ଞାନର ଦିଗ୍ବଳୟ ପ୍ରସାରିତ ହୋଇଥାଏ, ଅର୍ଥାତ୍ ବୃଦ୍ଧି ହୁଏ। ତାହାକୁ ଅର୍ଜନ କଲେ ଜ୍ଞାନର ଦିଗ୍ବଳୟ ପ୍ରସାରିତ ହୁଏ। ଅନେକ ଭାଷା ବିଭବ, ବ୍ୟାକରଣ ଓ ତାହାର ପ୍ରାୟୋଗିକ ଦିଗଗୁଡ଼ିକ ଉତ୍ତମ ରୂପେ ବୁଝିବା ଆବଶ୍ୟକ। ତାପରେ ଆମେ ଦେଖିବା ଯେ ଶୁଦ୍ଧ ଶବ୍ଦ କ'ଣ ଏବଂ ବର୍ଣ୍ଣଶୁଦ୍ଧି କ'ଣ। ଭାଷା ହେଉଛି ଚିର ପ୍ରବାହମାନ ନଈଟି ପରି। ତେଣୁ ଆମ ଭାଷା ମଧ୍ୟ ଠିକ୍ ବହି ଯାଉଥିବା ନଈ ପରି ଗତିଶୀଳ। କେଉଁ ଯୁଗରୁ ଠିକ୍ ସେହିପରି ଆମ ଭାଷାକୁ ମଧ୍ୟ ଆମ ଭାଷା ମଧ୍ୟ ଠିକ୍ ବହି ଯାଉଛି ନଈ ପରି ଗତିଶୀଳ। କେଉଁ ଯୁଗରୁ, ଅତୀତରୁ, ଚର୍ଯା ସାହିତ୍ୟରୁ ଆଜି ଯାଏଁ ଗତି କରି ଆସିଅଛି। ଭାଷାର ସମ୍ପଦ ହେଉଛି ଶବ୍ଦାବଳୀ। ଶବ୍ଦଗୁଡ଼ିକର ଗଠନ ଓ ବ୍ୟବହାର ପ୍ରତ୍ୟେକ ଭାଷାକୁ ବୈଶିଷ୍ଟ୍ୟମୟ କରିଥାଏ। ଆମ ଭାଷାକୁ ମଧ୍ୟ ଅନୁରୂପ ଭାବରେ ଶବ୍ଦାବଳୀ ସ୍ୱତନ୍ତ୍ର ପ୍ରଦାନ କରିଛି। କେତେଗୁଡ଼ିଏ ବ୍ୟବହାରିକ ଉଦାହରଣକୁ ଆମେ ଲକ୍ଷ୍ୟ କରି ଦେଖିଲେ ମଧ୍ୟ ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ଗଠିତ ବହୁ ଶବ୍ଦ ଯଦିଓ ଆମର ନିଜସ୍ୱ ନୁହେଁ, ତେବେ ବାରମ୍ବାର ବ୍ୟବହାର ଫଳରେ ଏବେ ଆମ ଭାଷାର ସମ୍ପଦ ହୋଇଯାଇଛି। ଶୁଦ୍ଧ ଭାଷା କହିବା ତଥା ଲେଖିବା ମାଧ୍ୟମରେ ଆମେ ଲୋକଙ୍କର ତଥା ଶ୍ରୋତାଙ୍କର ନିକଟରେ ପ୍ରିୟଭାଜନ ହୋଇପାରିବା। ଶୁଦ୍ଧ ଭାଷା ପ୍ରୟୋଗ କରିବାର ଦକ୍ଷତା କୌଣସି ବ୍ୟକ୍ତିର ବ୍ୟାକରଣ ସମ୍ବନ୍ଧୀୟ ଜ୍ଞାନ ଥିବା ଉପରେ ନିର୍ଭର କରିଥାଏ। ଅର୍ଥାତ୍ ଯେ ଶୁଦ୍ଧ ଭାଷାର ପ୍ରୟୋଗ କରିବାରେ ତାହା ପାଖରେ ନିଶ୍ଚିତ ଭାବରେ ବ୍ୟାକରଣ ଜ୍ଞାନ ରହିଥାଏ ବୋଲି ଆମେ ବୁଝିଯିବା। ଯେକୌଣସି ଭାଷାର ବ୍ୟାକରଣ ଅନ୍ତର୍ଗତ ସୂତ୍ରଗୁଡ଼ିକ ଆଧାର କରି ସେହି ଭାଷାର ବ୍ୟବହାର ଓ ପ୍ରୟୋଗ କଲେ ସେହି ଭାଷାରେ ଶୁଦ୍ଧତା ଆସିପାରିଥାଏ। ଅର୍ଥାତ୍ କୌଣସି ଭାଷାର ବ୍ୟାକରଣ ବା କୌଣସି ଲାଙ୍ଗୁଏଜ୍ର ଗ୍ରାମାର ଅନ୍ତର୍ଗତ ସୂତ୍ରଗୁଡ଼ିକ ଆଧାର କରି ସେହି ଭାଷାର ବ୍ୟବହାର ପ୍ରୟୋଗ କଲେ ସେହି ଭାଷାରେ ଶୁଦ୍ଧତା ଆସିଥାଏ। ଯେପରି ଆମେ ଓଡ଼ିଆରେ ପ୍ରଥମେ ସବଜେକ୍ଟକୁ ଲେଖୁଛେ, ଅର୍ଥାତ୍ କର୍ତ୍ତା, କର୍ମ, କ୍ରିୟା। କିନ୍ତୁ ଇଂରାଜୀରେ ପ୍ରଥମେ କର୍ତ୍ତା, ତାପରେ କ୍ରିୟା, ତାପରେ କର୍ମ ଆସିଛି। ସେହିଭଳି ଭାବରେ ସେହି ଷ୍ଟ୍ରକ୍ଚରରେ ଲେଖିଲେ ହିଁ ତା'ର ଶୁଦ୍ଧତା ଆସିବ, ନହେଲେ ଆସିବ ନାହିଁ। ମାତ୍ର ଆମେ ଅନେକ ସମୟରେ ଦେଖୁଛେ ଶୁଦ୍ଧ ଶବ୍ଦ ତଥା ବର୍ଣ୍ଣଶୁଦ୍ଧି ଥାଇ କୌଣସି ପୁସ୍ତକ ପ୍ରକାଶିତ ହୋଇ ଲୋକଲୋଚନକୁ ଆସିପାରେ ନାହିଁ। ଅର୍ଥାତ୍ ବର୍ଣ୍ଣଶୁଦ୍ଧି ନହେଲେ କୌଣସି ବହି ମଧ୍ୟ ଲୋକଲୋଚନକୁ ଆସେ ନାହିଁ। ଯାହା ଆସିଥାଏ ତାହା ସେହି ଭାଷା ପାଇଁ ବହୁତ ହାନିକାରକ ହୋଇଯାଏ। ପରବର୍ତ୍ତୀ ପିଢ଼ି ପାଇଁ ମଧ୍ୟ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ତେଣୁ ସେହି ଭାଷାର ଶୁଦ୍ଧ ଶବ୍ଦ, ବର୍ଣ୍ଣଶୁଦ୍ଧି ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ସେଥିପାଇଁ ବ୍ୟାକରଣ ସମ୍ବନ୍ଧୀୟ ଜ୍ଞାନ ଆବଶ୍ୟକ, ନଲେଜ୍ ଥିବା ଆବଶ୍ୟକ। ଗ୍ରାମାର ସମ୍ବନ୍ଧୀୟ, ବ୍ୟାକରଣ ସମ୍ବନ୍ଧୀୟ ଜ୍ଞାନ ବିନା ଭାଷାରେ ଶୁଦ୍ଧତା ଆଣିବା ସମ୍ଭବ ନୁହେଁ। ବେଳେ ବେଳେ ପ୍ରମାଦପୂର୍ଣ୍ଣ ଭାଷା ଶିକ୍ଷା କାରଣରୁ ବା ଭାଷା ଶିକ୍ଷା ପ୍ରତି ଅବହେଳାରୁ ଭାଷାରେ ଅଶୁଦ୍ଧତା ଆସିଥାଏ। ଲିଖିତ ଓଡ଼ିଆ ଭାଷାରେ ଯେଉଁ ସବୁ କାରଣ ଯୋଗୁଁ ଅଶୁଦ୍ଧି ଗୁଡ଼ିକର ପରିଲକ୍ଷିତ ହୁଏ, ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା। ତ
शुद्ध कथन शुद्ध लिखन भाषार शुद्धतार परिचय अर्थात जितेबेले आम कहूचे सेते भी शुद्ध कहवा आवश्यक आउ जितेबेले आम पढ़ुचे जितेबेले शुद्ध कथन शुद्ध लिखन उभय धारा आमको शुद्धतार परिचयक देवाक पड़ो। भाषा को बंचाई रखापी शुद्धता प्रति विशेष ध्यान देवाक पड़ी था अर्थात बिना शुद्धतार कौन सी भाषा को बंचाई रखा जाई परिबो नाही। जो भाषा वर्ण शब्द वाक्य शुद्धता थाए से भाषा सेतिकी परिमाण बहुजनायित होता है अर्थात बहु द्वारा व्यवहृत होते बहु लोक द्वारा भाषा शुद्ध अशुद्धि संशोधन विचार और कारण एठारे आलोचना करा जायछि। तो आम प्रथमे देखा जो प्रत्ययगत अशुद्धि कौन ना पूर्व प्रत्यय तथा पर प्रत्यय जोग हो शब्द परिवर्तन होता है जहाँ उच्चारण मध्य मात्रा तथा ध्वनिर परिवर्तन आसी था। पूर्व प्रत्यय पर प्रत्यय एथिरे मध्य शब्द परिवर्तन से जहाँ फल उच्चारण में परिवर्तन होते जेपरी अपत्य अर्थ ई हर्ष ई जो केतेक पद्धति पद गठित होता है तार अंतिम स्वर ध्वनि हर्ष ई होता है जेपरी दशरथ दाशरथी द्रोणी द्रोणी सेहीपरि पवन जोग ई पवनी सुमित्री सुमित्री सौमित्री जोग ई सुमित्री अ ई मिसिकी ई तापरे संबंध अर्थ इक प्रत्यय जोगरे तद्धित पद दीर्घ ई न होई हर्ष ई हेछि। संबंध आत्मिक कायिक नागरिक पौराणिक व्यवहारिक वैज्ञानिक भौगोलिक मौलिक ये शब्द तापरे सादृश्य जनित अशुद्धि ओडिया भाषा साधारणतः तालव्यस मूर्धन्यस दंतस और हर्ष इकार उकार रुकार एवं दीर्घ इकार रुकार प्रत्यय यथार्थ भाव न रहिले सादृश्य जनित बनान अशुद्धि होता है। केतेक क्षेत्र में युक्ताक्षर प्रयोग में मध्य सादृश्य जनित बनान त्रुटि रही है। निम्न केतेक सादृश्य जनित बनान और अशुद्ध शब्द और यार शुद्ध रूप को दर्शा जापरी रवींद्र अंजलि अमीय अधीन उन्नति कृतित्व मीनाक्षी अरण्य बाबाजी जीविका प्रतियोगिता विषम समीचीन ये तुमने देखिपार कौटे अशुद्ध और कौटे शुद्ध तापर लिंगगत अशुद्धि देखा मिलता है। तुमर बोधे लंकुचिन आसवर संभावना से परिमाण ना किंतु 1 मार्क कि 2 मार्क निश्चित भाव में देखा मिल ओडिया भाषा व्यवहृत पुलिंग शब्द स्त्रीलिंग शब्द परिणत होगा समय अनेक गुड़े अशुद्धि देखा जाए जेपरी आम देखा मूल शब्द विभिन्न स्त्रीलिंग वाचक प्रत्यय यथा ई इणी आणी उणी जोग होता है। यही प्रत्यय गुड़िकर अंतिम ध्वनि दीर्घ ई होइथिबार स्त्रीलिंग वाचक व्युत्पन्न शब्द गुड़िकर अंतिम ध्वनि मध्य दीर्घ ई होता है। जेपरी आम देखा पाइबा दृष्टांत स्वरूप चाक 3 चातकी हेछि कर्त्री दीर्घ हर्षे जगह दीर्घ हेछि त्री कर्त्री भगवती भगवती गुरी रे गुर्वी महती महती उदची रे भी मध्य चरे दीर्घ हेछि शिक्षयित्री शिक्षकी नहीं होई नहीं शिक्षयित्री हेछि अर्धांगी अर्धांगिणी रुद्राणी दीर्घ साहेबाणी अंधुणी तापर केतेक स्थल पुलिंगर स्त्रीलिंग है बेलू अंतिम ध्वनि दीर्घ ई होई न थाए सेगुड़िक है पुलिंग अशुद्धि और शुद्ध रूप अनाथ अनाथिनी जार शुद्ध रूप हूँ अनाथा धीर धारी धीर हूँ धीरा पुलिंग निरपराध अशुद्धि रूप निरपराधिनी आ शुद्ध रूप हूँ निरपराधा। तापर संधिगत अशुद्धि ओडिया व्याकरण केतेक नियम अनुसार संधि समय केतेक व्युत्पन्न शब्दर स्थान रे उच्चारित ध्वनि रे परिवर्तन होता है। जितेबेले आम संधि करुचे सेतेबेले
ବ୍ୟୁତ୍ପନ୍ନ ଶବ୍ଦ ଯାହା ସୃଷ୍ଟି ହେବ ସେହି ଶବ୍ଦରେ କ'ଣ ହେବ ନା ତା'ର ଉଚ୍ଚାରଣ ସ୍ଥାନରେ ଉଚ୍ଚାରଣ ଧ୍ୱନିରେ ତା'ର ସାଉଣ୍ଡରେ ପରିବର୍ତ୍ତନ ଦେଖାଦେବ। ଯେଭଳି ରଜଗୁଣ, ତା'ର ଶୁଦ୍ଧ ହେଉଛି ରଜଗୁଣ। ନିର୍ଜନ, ନିଜନ। ଆବିଷ୍କାର, ଅଭିଯୁକ୍ତକାର। ଅବଚ୍ଛେଦ ଯେପରି ଅବଯୁକ୍ତ ଛେଦ। ଯାବଜ୍ଜୀବନ, ଯାବତ୍ ଜୀବନ। ଗଣେଶ, ଗଣଯୋଗ ଐଶ। ଦୁରାବସ୍ଥା, ଦୁଃଯୋଗ ଅବସ୍ଥା। ଭବଦୀୟ, ଭବଦଯୁକ୍ତ ଇୟ। ବିପଦଯୁକ୍ତ ଜନକ, ବିପଜ୍ଜନକ। ଉଦ୍ଯୋଗ ହିତ, ଉଦ୍ଧିତ। ଉଦ୍ଯୋଗ ଜଳ, ଉଜ୍ଜ୍ୱଳ। ଦିଗ୍ଯୋଗ ଅମ୍ବର, ଦିଗମ୍ବର। ତାପରେ ସମାସଗତ ଅଶୁଦ୍ଧି। ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦର ମିଳନକୁ କ'ଣ କୁହାଯାଏ ନା ସମାସ ବୋଲି କୁହାଯାଇଥାଏ। ଏହାଦ୍ୱାରା ଗଠିତ ହୋଇଥିବା ସଂକ୍ଷିପ୍ତ ପଦ ସମସ୍ତ ପଦ ରୂପେ ପରିଚିତ ହୋଇଥାଏ। ଯେଉଁ ପଦଟି ସୃଷ୍ଟି ହୁଏ ତାକୁ ସମସ୍ତ ପଦ ବୋଲି କୁହାଯାଏ। ଦୁଇ ବା ତତୋଧିକ ପଦର ମିଳନ, କିନ୍ତୁ ସନ୍ଧିରେ କ'ଣ ହୁଏ ନା ବର୍ଣ୍ଣର ମିଳନ ହୋଇଥାଏ ଏବଂ ସମାସରେ ପଦର ମିଳନ ହୋଇଥାଏ। ସମସ୍ତ ପଦ ପ୍ରସ୍ତୁତ କ୍ଷେତ୍ରରେ ଅଜ୍ଞତା ଓ ଅସାବଧାନତା ବଶତଃ ଅନେକ ଗୁଡ଼ିଏ ତ୍ରୁଟି ରହିଯାଇଥାଏ, ଯାହାକୁ କି ସମାସଗତ ଅଶୁଦ୍ଧି କୁହାଯାଇଥାଏ। ସମସ୍ତ ପଦ ପ୍ରସ୍ତୁତ କ୍ଷେତ୍ରରେ ବା ଯେତେବେଳେ ସମାସ ସୃଷ୍ଟି କରାଯାଏ ସେ ସମୟରେ କ'ଣ ହୋଇଥାଏ, ଅଜ୍ଞାନତା ବଶତଃ ଅନେକ ଗୁଡ଼ିଏ ତ୍ରୁଟି ହୋଇଥାଏ, ତାକୁ ହିଁ ସମାସଗତ ଅଶୁଦ୍ଧି ବୋଲି କୁହାଯାଇଥାଏ। ଯେଭଳି ଗୁଣିଗଣ, ଣୀରେ ଦୀର୍ଘ ଜାଗାରେ ହର୍ଷେଇରେ। ଅହୋରାତ୍ରି, ଅହୋରାତ୍ର ହେଇଛି। ରତ୍ନକର, ରତ୍ନାକର। ଅସମ, ହସ୍ତାଦନ୍ତ, ହସ୍ତିଦନ୍ତ। ଶଶିଭୂଷଣ, ନିର୍ଧନ, ନିରୋଗ। ପକ୍ଷୀରାଜ, ଭାବାକଷ୍ଟ। ବିନୟପୂର୍ବକ, ଅଜ୍ଞାନ। ପୂଜାସ୍ପଦ, ନାଗରିକ। ଆଧିକ୍ୟ, ଦାରିଦ୍ର୍ୟ। ପାଟବ, ପୌରୁଷ। ବୈଶିଷ୍ଟ୍ୟ, ସୌନ୍ଦର୍ଯ୍ୟ। ଏହା ଗଲା ସମାସଗତ ଅଶୁଦ୍ଧିର। ତାପରେ ବଚନ ତଥା ବିଭକ୍ତିଗତ ଅଶୁଦ୍ଧି। ଯାହାଦ୍ୱାରା ବ୍ୟକ୍ତି ତଥା ବସ୍ତୁର ସଂଖ୍ୟା ଜଣାପଡ଼େ ତାହାକୁ ବଚନ ବୋଲି କୁହାଯାଇଥାଏ। ଯାହାଦ୍ୱାରା ବ୍ୟକ୍ତି ତଥା ବସ୍ତୁର ସଂଖ୍ୟା ଜଣାପଡ଼େ, ତା'ର ନମ୍ବର ଜଣାପଡ଼େ, ତାକୁ ହିଁ ବଚନ ବୋଲି କୁହାଯାଇଥାଏ। ଓଡ଼ିଆ ଭାଷାରେ ବଚନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ଏକବଚନ ଓ ଅନ୍ୟଟି ହେଲା ବହୁବଚନ। ବଚନ ପ୍ରୟୋଗ କ୍ଷେତ୍ରରେ ଅସାବଧାନତାବଶତଃ କେତେ ଗୁଡ଼ିଏ ତ୍ରୁଟି ପରିଲକ୍ଷିତ ହୁଏ। ସେହିପରି କେତେକ ତ୍ରୁଟିକୁ ନିମ୍ନରେ ଦର୍ଶାଯାଇଅଛି। ଯେପରି ଜନତାମାନଙ୍କର, ଏଠାରେ ଶୁଦ୍ଧ ରୂପ ହେଉଛି ଜନତାର। ଅନେକ ଗୁଡ଼ିଏ କଥା ନ ହେଇକି ଅନେକ କଥା ହେବ ବା ଗୁଡ଼ିଏ କଥା ହେବ, ତା'ର ଶୁଦ୍ଧ ରୂପ। ଗୋଟିଏ ପିଲାଟିଏ, ଗୋଟିଏ ପିଲା ବା ପିଲାଟିଏ। ଗୋଟିଏ ଝିଅ ନାହିଁ କି ଝିଅଟିଏ। ପ୍ରତ୍ୟେକ ଛାତ୍ର, ପର୍ବତମାଳା। ଅଧିକାଂଶ ଲୋକ, ଲୋକମାନେ, ବନ୍ଧୁମାନେ। ଏହା ହେଉଛି ଶୁଦ୍ଧ ରୂପ। ତାପରେ ବିଭକ୍ତିଗତ ଅଶୁଦ୍ଧି। ବିଭକ୍ତି ପ୍ରତ୍ୟେକ ପ୍ରୟୋଗ ଦ୍ୱାରା ବାକ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ, ମାତ୍ର ଅଶୁଦ୍ଧ ବ୍ୟକ୍ତି ପ୍ରୟୋଗ ବିଭକ୍ତି ଦ୍ୱାରା ଭାଷା ଉପରେ କୁପ୍ରଭାବ ଦେଖାଯାଇଥାଏ। ବିଭକ୍ତି ପ୍ରୟୋଗ ଦ୍ୱାରା ବାକ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ, ମାତ୍ର ଅଶୁଦ୍ଧ ବିଭକ୍ତି ପ୍ରୟୋଗ ଦ୍ୱାରା ଭାଷାରେ କୁପ୍ରଭାବ ଦେଖାଦେଇଥାଏ। ନିମ୍ନରେ ବିଭକ୍ତିଗତ ଅଶୁଦ୍ଧି, ଏହାର ଶୁଦ୍ଧ ରୂପ ଦର୍ଶାଯାଇଛି। ସଧୀରେ, ଧୀରେ। ସକ୍ଷମ, କ୍ଷମ। ଏକତ୍ରେ, ଏକତ୍ର। ସବଂଶେ, ସବଂଶ। ସମୂଳେ, ସମୂଳ। ତାପରେ ବାକ୍ୟ ବିଧିଜନିତ ଅଶୁଦ୍ଧି। ପ୍ରତ୍ୟେକ ଭାଷାର ବାକ୍ୟ ଗଠନ ଶୈଳୀ ସ୍ୱତନ୍ତ୍ର ଓ ବିଭିନ୍ନ। ତା'ର ଷ୍ଟ୍ରକ୍ଚର ବାକ୍ୟ ଗଠନର ଭିନ୍ନ ଭିନ୍ନ। ଯେପରି ଓଡ଼ିଆରେ ପ୍ରଥମେ କର୍ତ୍ତା, କର୍ମ, କ୍ରିୟା ଆସେ। ଇଂରାଜୀ ଭାଷାରେ ସେହିଭଳି ଭାବରେ ପ୍ରଥମେ କର୍ତ୍ତା, ତାପରେ
ତାପରେ କ୍ରିୟା, ତାପରେ କର୍ମ, ତାପରେ ଭିନ୍ନ ଭିନ୍ନ ଶବ୍ଦ ଗୁଡ଼ା ଆସିଥାଏ। ଓଡ଼ିଆ ଭାଷାର ମଧ୍ୟ ସ୍ୱତବ ବାକ୍ୟ ଗଠନ ବା ଶୈଳୀ ରହିଛି। ଓଡ଼ିଆ ବାକ୍ୟରେ କର୍ମ, କର୍ତ୍ତା ପରେ କ୍ରିୟା ରହିଥାଏ। ବାକ୍ୟ ବିଧାନରେ ଅସାବଧାନତା ବଶତଃ ହେତୁ ଅନେକ ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ। ଯଦି ଷ୍ଟ୍ରକ୍ଚରରେ ପରିବର୍ତ୍ତନ ହେଲା ତାହେଲେ ନିଶ୍ଚିତ ଭାବରେ ତ୍ରୁଟି ପରିଲକ୍ଷିତ ହେବ। ଏଠାରେ କେତେକ ତ୍ରୁଟିପୂର୍ଣ୍ଣ ବାକ୍ୟ ଓ ଏହାର ଶୁଦ୍ଧ ରୂପ ଦର୍ଶାଯାଇଅଛି। ଯେଉଁଭଳି ଭାବରେ ଦେଖିବାକୁ ଆମେ ପାଇବା, ଶିକ୍ଷକମାନେ କାହିଁକି ଏଠାରେ ଏକତ୍ର ହୋଇଛନ୍ତି? ତା'ର ଶୁଦ୍ଧ ବାକ୍ୟ ହେଉଛି ଶିକ୍ଷକମାନେ କାହିଁକି ଏଠାରେ ଏକତ୍ର ହୋଇଛନ୍ତି। ତାପରେ ଆଉ ଗୋଟେ ବାକ୍ୟ ସଂକ୍ଷିପ୍ତରେ ଉତ୍ତର ଦିଅ। ତା'ର ଶୁଦ୍ଧ ରୂପ ହେଉଛି ସଂକ୍ଷେପରେ ଉତ୍ତର ଦିଅ। ସଂକ୍ଷିପ୍ତ ହେବନି, ସଂକ୍ଷେପରେ ହେବ। ସମ୍ମାନନୀୟ ଅତିଥି ନ ହୋଇ ମାନନୀୟ ଅତିଥି ହେବ। ଏଇଭଳି ଅନେକ ଗୁଡ଼ିଏ ବାକ୍ୟ ତୁମମାନେ ଦେଖିବାକୁ ପାଉଥିବ। ତା ସହ ଓଡ଼ିଆ ଭାଷାରେ ସମାନ ଅର୍ଥ ଥିବା ଅନେକ ଶବ୍ଦ ପ୍ରଚଳିତ, ମାତ୍ର ପାଖାପାଖି ସମାନ ଅର୍ଥ ପ୍ରକାଶ ଶବ୍ଦ ଥିଲେ ସେଗୁଡ଼ିକ ମଧ୍ୟରେ ଉପଯୁକ୍ତ ପ୍ରୟୋଗ କରିବା ନିତାନ୍ତ ଆବଶ୍ୟକ। ବ୍ୟାଧି, ଶାରୀରିକ ଅବସ୍ଥା, ମାନସିକ ଅସ୍ଥିରତା। ଶସ୍ତ୍ର ଅର୍ଥ ହେଉଛି ହାତରେ ଧରି ଯୁଦ୍ଧ କରାଯାଏ। ଅସ୍ତ୍ର ଅର୍ଥ କ୍ଷେପଣ କରାଯାଏ। ତାପରେ ନତ ବିଧି, ସତ ବିଧି ଜନିତ ଅସ୍ଥି। ନ ସ୍ଥାନରେ ନ ହେବା ଆର୍ ମୂର୍ଧନ୍ୟ ଜାଗାରେ ତାଳବ୍ୟ ସ ହେବା। ଏହା ହେଉଛି ନତ ବିଧି, ସତ ବିଧି।